ଜାଣିଛେ ଆମ ଓଡ଼ିଆ ଘରେ ଝିଅ ବାହାଘରରେ ଝିଅ ସହିତ ବିଭିନ୍ନ ପ୍ରକାର ମିଠା ମନୋହର ତିଆରି କରି ଦିଆ ହୁଏ। ଯେମିତି ଫେଣି, ଲଡ଼ୁ, ଲବଙ୍ଗଲତା। ଆଉ ମୋତେ ଏଇ ଲବଙ୍ଗଲତାଟି ଦେଖିକି ଭଲ ଲାଗେ, ଖାଇବାକୁ ବି ମଧ୍ୟ ବଢ଼ିଆ ଲାଗେ। ପ୍ରାୟ 30 ବର୍ଷ ତଳେ ମୁଁ ଏ ଲବଙ୍ଗଲତା ତିଆରି ହେବା ଦେଖିଥିଲି। ଆଉ ଏବେ ଆଗକୁ ଆସୁଛି ଆମର ହୋଲି ପର୍ବ। ଭାବିଲି ଆପଣମାନଙ୍କ ସାଙ୍ଗରେ କିଛି ମିଠା ସେୟାର କରିବି। ଆଜି ମୁଁ ଆପଣମାନଙ୍କ ସାଙ୍ଗେ ସେୟାର କରିଛି ଖୁଆ ଆଉ ଡ୍ରାଏ ଫ୍ରୁଟ୍ସରେ ଷ୍ଟଫିଂ ଦେଇ ଲବଙ୍ଗଲତା। ଆସନ୍ତୁ ତାହେଲେ ପ୍ରବୀଣାସ୍ ହେରିଟେଜ୍ କିଚେନ୍କୁ ଏଇ ଲବଙ୍ଗଲତାର ରେସିପିଟି ଦେଖିନେବା। ପ୍ରଥମେ ମୁଁ ଏଠି ନେଇଛି 150 ଗ୍ରାମ ମଇଦା, ସେଥିରେ ନେଇଛି ଟିକେ ଲୁଣ, 1 ପିଞ୍ଚ୍ ବେକିଂ ସୋଡ଼ା ଆଉ 3 ଚାମଚ ଘିଅ। ତାପରେ ଆମେ ହାତରେ ମଇଦା ସହିତ ଘିଅ, ଲୁଣ ଆଉ ସୋଡ଼ାକୁ ଭଲ ଭାବରେ ଆଗ ମିଶାଇ ନେବା। ଦେଖିବା ଇଏ ଯେତେବେଳେ ଗୋଟେ ବିଣ୍ଡା ଆକାର ଫର୍ମ ହେଇଯାଉଛି ଆମେ ସେ ପର୍ଯ୍ୟନ୍ତ ଏହାକୁ ମିଶାଇବା। ପାଖାପାଖି 3 ରୁ 4 ମିନିଟ୍ ଲାଗିବ। ଦେଖନ୍ତୁ ଏବେ ଏଠି ମୋର ମଇଦାଟି କେମିତି ବିଣ୍ଡା ଆକାରର ହେଇଗଲାଣି। ବର୍ତ୍ତମାନ ଏହି ସମୟରେ ଆମେ ଅଳ୍ପ ଅଳ୍ପ ପାଣି ଦେଇ ଅଟାକୁ ଚକଟିବା। ଆମକୁ ଟିକେ ହାର୍ଡ଼ ଡୋ ଦରକାର, ସେଥିପାଇଁ ଆମେ ଅଳ୍ପ ଅଳ୍ପ ପାଣି ଦେଇ ଆମେ ଅଟାକୁ ଚକଟିବା। ଦେଖନ୍ତୁ ଏଠି ମୁଁ ଅଟା ଚକଟିଲା ପରେ ମୋ ଡୋର କନସିଷ୍ଟେନ୍ସିଟା କେମିତି ହେଇଛି, ଅଳ୍ପ ଟିକେ ହାର୍ଡ଼ ହେଇଛି। ତାକୁ ଆମେ ଏବେ ଘୋଡ଼େଇକି ସାଇଡ଼ରେ ରଖିଦେବା। ତାପରେ ମୁଁ ଏଠି ନେଇଛି ଡ୍ରାଏ ଫ୍ରୁଟ୍ସରେ କିଛି ଆଲମଣ୍ଡ, କିଛି କାଜୁ, କିଛି ମେଲନ୍ ସିଡ୍ସ ଆଉ କିଛି ପମ୍ପକିନ୍ ସିଡ୍ସ। ୟାକୁ ଆମେ ଏକଦମ ଲୋ ଫ୍ଲେମ୍ରେ 2 ରୁ 3 ମିନିଟ୍ ଭାଜିବା। ଥଣ୍ଡା ହେଇଗଲା ପରେ ତାକୁ ଗୋଟେ ଗ୍ରାଇଣ୍ଡର ଜାରରେ 2 ଚାମଚ ଚିନି ଦେଇ ଦରଦରା ପେଷ୍ଟ କରି ଆଣିବା। ଦେଖନ୍ତୁ ଏଠି ମୁଁ ଡ୍ରାଏ ଫ୍ରୁଟ୍ସକୁ ଗୁଣ୍ଡ କରିକି ନେଇ ଆସିଛି। ଆଉ ମୋ ପାଖରେ ଅଛି ଖୁଆ। ମୁଁ ଏଠି ନେଇଛି ଖୁଆ 100 ଗ୍ରାମ। এই ଖୁଆ ସହିତ ଆମେ ଯେଉଁ ଡ୍ରାଏ ଫ୍ରୁଟ୍ସ ଆଉ ଚିନିର ମିଶ୍ରଣକୁ ୟା ଦେହରେ ମିଶାଇବା। ଆପଣଙ୍କ ପସନ୍ଦ ହିସାବରେ ଆପଣ ଯେତେ ଦେବାକୁ ଚାହୁଁଛନ୍ତି ଦେବେ। ମୁଁ ଏଠି ପାଖାପାଖି 4 ଚାମଚ ନେଇଛି। ବର୍ତ୍ତମାନ ଏ ଖୁଆକୁ ଆମେ ଭଲ ଭାବରେ ମିଶାଇ ନେବା ଡ୍ରାଏ ଫ୍ରୁଟ୍ସ ଗୁଣ୍ଡ ସହିତ। ତା ସହିତ ଆମେ ଚିନି ବି ଦେଇଛେ, ଇଏ ମିଠା ବି ମଧ୍ୟ ହେଇଯାଇଛି। ବର୍ତ୍ତମାନ ଆମ ଡୋ ବି ରେଡ଼ି ହେଇଗଲାଣି। ଡୋକୁ ଏବେ ଛୋଟ ଛୋଟ ଗୁଳା ସାଇଜର କରିନେବା। ଆପଣଙ୍କ ପସନ୍ଦ ହିସାବରେ ଆପଣ ଗୁଳା କରିବେ। ଯଦି ବଡ଼ ଲବଙ୍ଗଲତା ସାଇଜ୍ ଚାହୁଁଛନ୍ତି ତାହେଲେ ବଡ଼ ଗୁଳା କରିବେ, ଆଉ ଛୋଟ ଲବଙ୍ଗଲତା ସାଇଜ୍ ଚାହୁଁଛନ୍ତି ଯଦି ତାହେଲେ ଛୋଟ ଗୁଳା କରିବେ। ବର୍ତ୍ତମାନ ଦେଖନ୍ତୁ ମୁଁ ଲବଙ୍ଗଲତା କେମିତି ତିଆରି କରୁଛି। ଆମେ ପୁରୀ ସାଇଜର ପତଳା କରି ବେଲି ନେବା। ତାପରେ ମଝିରେ ଷ୍ଟଫିଂ ଦେଇ ଚାରିପଟୁ ଟିକେ ହାଲକା ପାଣି ଦେଇ ଆମେ ତାକୁ ଏମିତି ଫୋଲ୍ଡ କରିଦେବା। ଆଉ ତାକୁ କଭର କରିକି ରଖିବା ପାଇଁ ଗୋଟେ ଲବଙ୍ଗ ଉପରେ ମୁଁ ଦେଇଦେଇଛି। ଦେଖନ୍ତୁ ମୁଁ କେଉଁ ଭଳି ତିଆରି କରୁଛି। ଦର୍ଶକ ବନ୍ଧୁ, ଆପଣମାନଙ୍କୁ ମୋର ଅନୁରୋଧ, ମୋର ରେସିପିଟି ଆପଣମାନଙ୍କୁ କେମିତି ଲାଗୁଛି ଦୟାକରି କମେଣ୍ଟସରେ ଜଣାନ୍ତୁ। ଆଉ କେଉଁ କେଉଁ ରେସିପି ମଧ୍ୟ ଦେଖିବାକୁ ଚାହୁଁଛନ୍ତି ତାହା ମଧ୍ୟ ଜଣାନ୍ତୁ, ଯେଉଁଟାକି ମୁଁ ଆପଣମାନଙ୍କ ପାଇଁ ଅତି ଖୁସିରେ ଅପଲୋଡ଼ କରିବି। ଏହା ପୂର୍ବରୁ ଗୋଟେ ଫେଣିର ମଧ୍ୟ ରେସିପି ସେୟାର କରିଛି। ଫେଣି ତିଆରି କରିବାର ଡୋ ଆଉ ଲବଙ୍ଗଲତା କରିବାର ଡୋ ପ୍ରାୟ ସେମ୍। ଆପଣ ଯଦି ଫେଣିର ରେସିପି ଦେଖିବାକୁ ଚାହୁଁଛନ୍ତି ତାହେଲେ ମୁଁ ଡେସ୍କ୍ରିପସନ୍ ବକ୍ସରେ ତା'ର ଲିଙ୍କ୍ ଦେଇଦେବି। ଦେଖନ୍ତୁ ଆମର ଲବଙ୍ଗଲତାଟି ତିଆରି ହେଇଗଲା। ଏମିତି ଆମେ ସବୁ ଗୁଳାରେ ଏଇଭଳି ଲବଙ୍ଗଲତା ତିଆରି କରି ନେବା। ବଢ଼ିଆ ହେଇଛି ନା? ଦେଖନ୍ତୁ ତ କେତେ ସୁନ୍ଦର ହେଇଗଲା। ମୁଁ ଏଇଭଳି ଭାବରେ ସବୁ ଲବଙ୍ଗଲତାକୁ ପ୍ରଥମେ ଆଗ ତିଆରି କରିନେଇଛି। ତାପରେ ଗୋଟେ କଡ଼େଇ ବସେଇ ମୁଁ କିଛି ତେଲକୁ ଆଗ ଗରମ କରିନେଇଛି। ତେଲ ଆମର ମିଡ଼ିୟମ୍ ଫ୍ଲେମ୍ରେ ମିଡ଼ିୟମ୍ ଗରମ ହେବା ଦରକାର, ନହେଲେ ଆମ ଲବଙ୍ଗଲତାର ଉପରଟି କ୍ରିସ୍ପି କେମିତି ହେବ। ସେଥିପାଇଁ ଆମେ ତାକୁ ମିଡ଼ିୟମ୍ ଫ୍ଲେମ୍ରେ କ୍ରିସ୍ପି ହେଲା ପର୍ଯ୍ୟନ୍ତ ଛାଣିବା। ପାଖାପାଖି ଗୋଟେ ଥର ବାହାରିବା ପାଇଁ 3 ରୁ 4 ମିନିଟ୍ ଲାଗିଯିବ। ତାପରେ ଏପଟେ ମୁଁ ଗୋଟେ ବାଉଲ୍ ଚିନି ନେଇଛି, ତା ସହିତ ଅଳ୍ପ ପାଣି ଦେଇ ତାକୁ ସିରା କରିଦେଇଛି। ଆଉ ଗୋଟେ ଥ୍ରେଡ଼ର ସିରା ହେବା ଆମର ଦରକାର। ଏପଟେ ଆମର ଲବଙ୍ଗଲତା ବି ଦେଖନ୍ତୁ କେତେ ବ୍ରାଉନ୍ ହେଇକି ଛାଣି ହେଇଗଲାଣି। ୟାକୁ ଏବେ ଆମେ ତେଲରୁ ବାହାର କରି ଆଣିବା। ତାପରେ ଯେଉଁ ସିରା ରଖିଛେ ସେଇ ସିରାରେ ଆମେ ଏପଟ ସେପଟ କରି ତାକୁ ବୁଲେଇବା। ପୁରା ଡିପ୍ ହେବା ଦରକାର ନାହିଁ। ଆମର ସିରାର କୋଟିଂଟି ଉପରେ ଯେମିତି ଲାଗିବ, ଯେମିତି ଉପରଟା ମିଠା, ତାପରେ ମଝିରେ ଟିକେ ଜଷ୍ଟ ଖାରା ଅଂଶ ରହିବ, ପୁଣି ଭିତରେ ଆମର ରହିଛି ଖୁଆର ଷ୍ଟଫିଂ। ଆଉ ସେଇଟା ହିଁ ଆମର ଲବଙ୍ଗଲତାକୁ ବହୁତ ଟେଷ୍ଟ କରାଏ। ବାସ୍ ଆମର ତ ଏବେ ଲବଙ୍ଗଲତା ଦେଖନ୍ତୁ କେତେ ବଢ଼ିଆ ଭାବେ ରେଡ଼ି ହେଇଯାଇଛି। ଉପରେ ମୁଁ ଆଉ ଟିକେ ଡ୍ରାଏ ଫ୍ରୁଟ୍ସ ଗୁଣ୍ଡ ଦେଇକି ତାକୁ ସଜେଇ ଦେଇଛି। ଆମର ଖୁଆ ଡ୍ରାଏ ଫ୍ରୁଟ୍ସ ଷ୍ଟଫିଂରେ ଲବଙ୍ଗଲତାଟି ଦେଖନ୍ତୁ କେତେ ବଢ଼ିଆ ଭାବେ ରେଡ଼ି ହେଇଯାଇଛି। ମୁଁ ଭାବୁଛି ଆପଣ ଯଦି ହୋଲିରେ କିଛି ମିଠା ତିଆରି କରିବାକୁ ଚାହୁଁଛନ୍ତି ତାହେଲେ ଏଇ ଲବଙ୍ଗଲତା ତିଆରି କରିବେ। ଆଉ ଯଦି ଆପଣଙ୍କୁ ଭଲ ଲାଗିଲା ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରିଦେବେ।